ଆମେ ଧରଣୀ ବୁକୁର ଶିଶୁ। ଏହି ଏକାଙ୍କିକାକୁ ଲେଖିଛନ୍ତି ଭାସ୍କର ଚନ୍ଦ୍ର ମହାପାତ୍ର। ପାଠର ପ୍ରଶ୍ନ କ ଅଭୂତ ପିଲାଟି କିପରି ଦେଖାଯାଉଥିଲା? ଅଭୂତ ପିଲାଟି ଅଭୂତ ଦେଖାଯାଉଥିଲା। ତାହାର ମୁଣ୍ଡ ସାଧାରଣ ପିଲାଙ୍କ ଠାରୁ ଅପେକ୍ଷାକୃତ ବଡ଼। ଆଖି ଦୁଇଟା ଜ୍ୱଳନ୍ତା ଅଙ୍ଗାର ଭଳି ଉଜ୍ଜ୍ୱଳ। କାନ ଦୁଇଟି ଅସମ୍ଭବ ଭାବରେ ଲମ୍ବା। ମୁହଁରେ ଗଭୀରତା। ଦେହରେ ଅଭୂତ ପୋଷାକ। ପିଲାଟିକୁ ଭୂତ ଭାବି ଶିଲା ଓ ସୀମା ପଳାଇ ଯିବା ଦେଖି ରୂପା କଣ କହିଲା? ପିଲାଟିକୁ ଭୂତ ଭାବି ଶିଲା ଓ ସୀମା ପଳାଇଯିବା ଦେଖି ରୂପା କହିଲା ଯେ ବଡ଼ମାନେ ଡରାଇବା ପାଇଁ ମନଗଢ଼ା ଗପ ସବୁ କହିଥାନ୍ତି। ପ୍ରକୃତରେ ଦୁନିଆରେ ଭୂତ ଫୂତ କିଛି ନାହିଁ। ସେ ହେଉଛି ଗୋଟିଏ ସହରରୁ ଆସିଥିବା ପିଲା। ରୂପା ଅଭୂତ ପିଲାଟିର ନାଁ ପଚାରିବାରୁ ପିଲାଟି କଣ ଉତ୍ତର ଦେଲା? ରୂପା ଅଦ୍ଭୁତ ପିଲାଟିର ନାଁ ପଚାରିବାରୁ ପିଲା କହିଲା ଯେ ତାର କୌଣସି ନାଁ ନାହିଁ। ତା ସୃଷ୍ଟିକର୍ତ୍ତା ତାକୁ ଚାପୱାନ ବୋଲି ଡାକନ୍ତି। ବହୁତ ଆଗରେ ଏ କଥାଟି ବୁଝାଇବାକୁ ଯାଇ ପିଲାଟି କି ଉତ୍ତର ଦେଲା? ବହୁତ ଆଗରେ କଥାଟି ବୁଝାଇବାକୁ ଯାଇ ପିଲାଟି କହିଲା ଯେ ସେ 22nd ସେଞ୍ଚୁରୀର ପିଲା, ଅର୍ଥାତ୍ ଦ୍ୱାବିଂଶ ଶତାବ୍ଦୀର ପିଲା। ଜୀବନ ସାରା ତମେ ସ୍ୱପ୍ନ ଦେଖୁଥିବ, କେବେ ତା ସହିତ ହେବ ନାହିଁ, ତାହା ସତ ହେବ ନାହିଁ। ଏକଥା ଶୁଣି ରୂପା କି ପ୍ରତିକ୍ରିୟା ପ୍ରକାଶ କଲା? ଜୀବନ ସାରା ତମେ ସ୍ୱପ୍ନ ଦେଖୁଥିବ, ତେବେ ତାହା ସତ ହେବ ନାହିଁ। ଏକଥା ଶୁଣି ରୂପା ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ ମଣିଷର ସ୍ୱପ୍ନ ଭିତରେ ବାସ୍ତବକୁ ଖୋଜି ଆନନ୍ଦ ପାଉଛି ବୋଲି ଏ ଦୁନିଆରେ ବଞ୍ଚିଛି। ହଜାର ହଜାର ବର୍ଷ ତଳେ ମାଟିରେ ମା ବାପା, ଭାଇ ଭଉଣୀ, ସ୍ନେହ ଭକ୍ତି, ହସ କାନ୍ଦ ରହିଥିଲା, ଆଜି ବି ରହିଛି, ଭବିଷ୍ୟତରେ ମଧ୍ୟ ରହିବ। ଆମେ ସେ ସବୁକୁ ନେଇ ଆଗକୁ ଆଗେଇବୁ। ଆମେ ନିଜକୁ ଗଢ଼ିବୁ। କାରଣ ଆମର ଧରଣୀ ବୁକୁର ଶିଶୁ ତମ ପର୍ଯ୍ୟନ୍ତ ନୁହେଁ। ଅଦ୍ଭୁତ ପିଲାଟି ଉଭେଇ ଗଲା ପରେ ରୂପା ସମସ୍ତଙ୍କୁ କଣ କହିଲା? ଅଦ୍ଭୁତ ପିଲାଟି ଉଭେଇ ଗଲା ପରେ ରୂପା ସମସ୍ତଙ୍କୁ କହିଲା ଯେ ସେମାନଙ୍କ ସୁଖ ଦେଖିବାକୁ ଆସିନଥିଲା। ସେ ଏକ ଅବାସ୍ତବ ଦୁନିଆକୁ ସେମାନଙ୍କୁ ନେଇ ଯାଉଥିଲା। ସାହିତ୍ୟକୁ ଛାଡ଼ି ବିଜ୍ଞାନ, ସ୍ୱପ୍ନକୁ ଛାଡ଼ି ବାସ୍ତବ କିଛି ସମ୍ଭବ ନୁହେଁ। କଠିନ ପରିଶ୍ରମ କରି ସେମାନେ ସ୍ୱପ୍ନକୁ ସାକାର କରିବେ। ବାପା ମା ଓ ଗୁରୁଜନଙ୍କ ମେଲରେ ରହି ସ୍ନେହ ପ୍ରେମ ଏବଂ ଭଲ ପାଇବାକୁ ଆଦରି ସତ୍ ପଥ ବୋଲି ଚାଲି ଜୀବନକୁ ଗଢ଼ିବେ। ଦୁଇ ନମ୍ବର, ପ୍ରାୟ 100ଟି ଶବ୍ଦ ଲେଖ କୁହାଯାଇଛି। ଅଦ୍ଭୁତ ପିଲାଟିକୁ ଦେଖି ଓ ତାଙ୍କ କଥା ଶୁଣି ପରେ ସୀମା କଣ କହିଲା? ସବୁ ତାକୁ ବୁଝିଗଲା ବା କେନ ସେ ଦିଶୁଥିଲା, ତାର ବିଚାର କେନ୍ତା ଥିଲା, ସବୁ ତମକେ ଲେଖବାର ଅଛି। ତାପରେ ଖ ନମ୍ବର, ଚାପୱାନକୁ କାହିଁକି ଝିଅମାନଙ୍କ ନିକଟ ପଠା ଯାଉଥିଲା? ତା ସୃଷ୍ଟିକର୍ତ୍ତା କୁ ତାକୁ ଚାପୱାନ ଡାକନ୍ତି। ପହିଲା ଫାଷ୍ଟ ତା ନାଁ ବି ଦେଇଛି। ତା କାହିଁକି ପଠାଯାଇଥିଲା? ତାପରେ 100ଟି ପିଲାକୁ ସୃଷ୍ଟି କରି ତାର ସ୍ରଷ୍ଟା ପୃଥିବୀର ବିଭିନ୍ନ ସ୍ଥାନକୁ ପଠାଇଛନ୍ତି। ସେ କହିଛି ଝିଅମାନଙ୍କ ଦେହରେ ଥିବା ଗୁଣ୍ଡ ପିଣ୍ଡ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର। ସେ ସେମାନଙ୍କୁ ଏଭଳି ଏକ ସ୍ଥାନକୁ ନେଇଯିବ ଯେଉଁଠି ସ୍ୱପ୍ନ ନଥିବ, ଥିବ ବାସ୍ତବତା।
ଗ ନମ୍ବର ଚାପୁଆନ ଆଦେଶ ଚାପନଙ୍କ ଆଦର୍ଶ କଥା ଶୁଣି ବି ରୂପା ତା ସାଙ୍ଗରେ ଯିବା ପାଇଁ ମନା କଲା କାହିଁକି? ଫାର୍ଷ୍ଟ ଲେଖବା ଚାପନ ଆଦର୍ଶ କଥା ଶୁଣି ମଧ୍ୟ ରୂପା ତା ସାଙ୍ଗ ଯିବା ପାଇଁ ମନା କଲା କାରଣ ତା ସାଙ୍ଗରେ ଗଲେ ସ୍ନେହ ଭକ୍ତି ହସ କାନ୍ଦ ସୁଖ ଦୁଃଖ ଏପରି ସବୁ କିଛି ମିଳିବ ନାହିଁ। ଆଉ କେମିତି କହିଛି ଭାଇ ଭଉଣୀ ସାଙ୍ଗସାଥି କଣ ଜାଣିନି ସେତେବେଳେ ତେଣୁ ସେ ମଣିଷ ଜୀବନ ସ୍ନେହ ଭକ୍ତି ଓ ଭଲ ପାଇବାର ମୂଲ୍ୟ କେତେ ଜାଣିପାରିବା ସମ୍ଭବ ନୁହେଁ। ଘ ନମ୍ବର ଚାପୱାନ ଏକ ଯନ୍ତ୍ର ବୋଲି ରୂପା କିପରି ପ୍ରମାଣିତ କରିଥିଲା? ଚାପୱାନ ଯେତେ କଥା କହିଲେ ମଧ୍ୟ ରୂପା ତାକୁ ମାନବ ଶିଶୁ ବୋଲି ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲା। ଚାପୱାନର ଯୁକ୍ତି ଥିଲା ଯେ ମଣିଷର ଦୁଃଖ କାରଣ ହେଉଛି ସ୍ନେହ ଭକ୍ତି ଓ ଭଲ ପାଇବା ସେ ସବୁକୁ ନ ଭୁଲିଲେ ଦୁଃଖ ହିଁ ସାର ହେବ ସାଧନା କରିବା ହେବ ନାହିଁ। ଜୀବନ ସାରା ସ୍ୱପ୍ନ ଦେଖିବାକୁ ହେବ କିନ୍ତୁ ତାହା କେବେ ସତ ହେବ ନାହିଁ। ରୂପା ଚାବନକୁ ଯୁକ୍ତି ଗ୍ରହଣ କରିନାହିଁ। ବାପା ମା ଭାଇ ଭଉଣୀ ସ୍ନେହ ଭକ୍ତି ହସ କାନ୍ଦ ହେଉଛି ଧରଣୀ ବୁକୁରେ ଥିବା ଶିଶୁର ଶ୍ରେଷ୍ଠତା। ୱ ନମ୍ବର ଅଦ୍ଭୁତ ପିଲାଟି ଉଭେଇ ଗଲା ପରେ ରୂପା କଣ କହିଲା? ଉଭେଇ ପଳେଇଗଲା ପରେ ରୂପା ପ୍ରମାଣ କରିଲା ଯେ ଅଦ୍ଭୁତ ପିଲାଟି ମାନବ ଶିଶୁର ଗୋଟିଏ ରୋବୋଟ ଗୋଟିଏ ଯନ୍ତ୍ର ବା ଗୋଟେ ମସିନ। ଏଇ ଶୁଣି ଏକ ଅଭାବନୀୟ ଶବ୍ଦ ଭିତରେ ଅଦ୍ଭୁତ ପିଲାଟି ଉଭେଇ ଗଲା। ରୂପା ଅନ୍ୟ ସମସ୍ତଙ୍କୁ ବୁଝାଇ କହିଲା ଯେ ସାହିତ୍ୟକୁ ଛାଡ଼ି ବିଜ୍ଞାନ ସ୍ୱପ୍ନକୁ ଛାଡ଼ି ବାସ୍ତବ କେବେ ସମ୍ଭବ ନାହିଁ। ଏହା 3 ନମ୍ବର ଏକାଙ୍କିକା ନାଟ୍ୟର ଆମକୁ କଣ କହିବାକୁ ଚାହୁଁଛି ତା ତୁମକେ ବୁଝିକି ଲେଖିଛେ। ଖ ନମ୍ବର ଆମେ ଧରଣୀ ବୁକୁରୁ ଶିଶୁ ବୋଲି ନାମ ଦେବାର ବିଶେଷତ୍ବ କଣ? ଥିଲା ଆମେ ଧରଣୀ ବୁକୁର ଶିଶୁ ତାହାର ପ୍ରଶ୍ନ ଉତ୍ତର